ଭେଲି ବିଦ୍ୟାଳୟରେ ଉଦ୍ଯାପିତ ହେଲା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା। ପ୍ରକୃତିର ମନଲୋଭା ଆକର୍ଷଣୀୟ ପରିବେଶର ଶାନ୍ତ ବାତାବରଣ, ମୁକ୍ତ ଆକାଶର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ମୁଣ୍ଡ ଟେକି ଛିଡ଼ା ହୋଇଛି ବିରାଟକାୟ ପାହାଡ଼। ଗଛଲତା ଗହଳରେ ସବୁଜ ରଙ୍ଗର ପୋଷାକ ପିନ୍ଧି ପାହାଡ଼ ରାଣୀ ସମସ୍ତଙ୍କ ମନକୁ ଚରାଇ ନେଉଛି। ଦୂର ପର୍ବତ ସୁନ୍ଦର, ଦୂରରୁ ଦେଖିଲେ ଜଣାପଡ଼ୁଛି ପ୍ରକୃତିର କାରିଗର ଆସି ପାହାଡ଼କୁ ସୁନ୍ଦର ଭାବରେ ଗଢ଼ି ରଖିଦେଇ ଚାଲିଯାଇଛି। ଆଉ ପାହାଡ଼ ରାଣୀକୁ ଦେଖିଲେ ଜଣାପଡ଼ୁଛି ସତେଅବା ହାତଠାରି ଡାକୁଛି ତା କୋଳରେ ଘଡ଼ିଏ ମୁହୂର୍ତ୍ତ ରହିବା ପାଇଁ। ସୁଲୁସୁଲୁ ପବନର ମତୁଆଲା ପରିବେଶରେ ସମସ୍ତେ ନିଜ ନିଜ ଠିକଣା ଖୋଜିବାରେ ବ୍ୟସ୍ତ। ପାହାଡ଼ ରାଣୀର ପାଦଦେଶରେ ଦେଖାଦେଇଛି ଜନମାନସର ପରିବେଶ ଖୁବ୍ ଆକର୍ଷଣୀୟ। ଶୋଭା ବର୍ଦ୍ଧନ କରିଥିବା ପାହାଡ଼ କୋଳରେ କୁନି କୁନି ପିଲାମାନଙ୍କ ଗହଳିରେ ଗର୍ବ କରି ଉଠେ ପାହାଡ଼ ରାଣୀ। ଖୁବ୍ ସୁନ୍ଦର ପରିବେଶ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ପିଲାମାନଙ୍କ ଗହଳ ଚହଳ ପୃଥିବୀ ମାତାକୁ ସୌନ୍ଦର୍ଯ୍ୟ କରିଦେଇଛି। ସମସ୍ତେ ବ୍ୟସ୍ତତା ଭିତରେ ଖୋଲା ହୃଦୟରେ କେଇଟା ସମୟ କାଟିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି। ସେଇ କେଇଟା ମୁହୂର୍ତ୍ତର ସମୟ ଭିତରେ ନିଜକୁ ହଜେଇ ଦେବା ପାଇଁ ସେହି ମନଲୋଭା ସମୟ ଆଜି ତାଙ୍କ ପାଖରେ ପହଞ୍ଚି ଯାଇଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ୍ ଭେଲି ବିଦ୍ୟାଳୟରେ ଉଦ୍ଯାପିତ ହୋଇଯାଇଛି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ। ଗତ ଡିସେମ୍ବର 20 ତାରିଖରେ ଉଦ୍ଘାଟନ ହୋଇଥିବା ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ମହାନ୍ତି ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ଟିଟିଲାଗଡ଼ ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ଦୀପ ଚନ୍ଦ୍ରାକର, ପୂର୍ବତନ ଜାତୀୟ ସମର ଶିକ୍ଷା ବାହିନୀ ଅଧିକାରୀ ମେଜର ଶ୍ରୀଯୁକ୍ତ ବୃନ୍ଦାବନ ଚନ୍ଦ୍ର ଷଡ଼ଙ୍ଗୀ, ଓମ୍ ଭେଲି ବିଦ୍ୟାଳୟର ସଂସ୍ଥାପକ ତଥା ସଭାପତି ଲାୟନ ଦୀପକ କୁମାର ସାହୁ, ପରିଚାଳନା ସମିତି ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମହେଶ୍ୱର ପ୍ରସାଦ ମିଶ୍ର ଏବଂ ମୁଖ୍ୟ ଉପଦେଷ୍ଟା ରବୀନ ଚନ୍ଦ୍ର ପରମାଣିକ ଯୋଗ ଦେଇଥିଲେ। ଆଜି କ୍ରୀଡ଼ା ଉତ୍ସବର ଶେଷ ଦିବସରେ ଖେଳ ପଡ଼ିଆଟି ଖୁବ୍ ଉତ୍ସବ ମୁଖରିତ ହୋଇ ଉଠିଥିଲା। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଶେଷ ଦିବସରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ଦେବୀ ଜୈନ ଯୋଗ ଦେଇଥିଲେ। ଐତିହ୍ୟ ଏବଂ ସଂସ୍କୃତିରେ ବନ୍ଧା ଟିଟିଲାଗଡ଼ ସହରର ଖୁବ୍ ନିକଟରେ ଥିବା ଏହି ଓମ୍ ଭେଲି ବିଦ୍ୟାଳୟରେ ଅନେକ ପ୍ରତିଭାର ମୂକସାକ୍ଷୀ ରହିଛି। ଟିଟିଲାଗଡ଼ ସହରର ଖୁବ୍ ନିକଟରେ ରହିଥିବା ଓମ୍ ଭେଲି ବିଦ୍ୟାଳୟର ସୌନ୍ଦର୍ଯ୍ୟ ବାତାବରଣ ମଧ୍ୟରେ ଆୟୋଜିତ ହୋଇଥିବା ଆକର୍ଷଣୀୟ କ୍ରୀଡ଼ା ପ୍ରତିଯୋଗିତା ବେଶ୍ ଆକର୍ଷଣୀୟ ଢଙ୍ଗରେ ଶେଷ ହୋଇଛି। କ୍ରୀଡ଼ାର ନିୟମ ଏବଂ ଖେଳୁଆଡ଼ ମନୋଭାବ ନେଇ ଖେଳାଳୀମାନେ ତାଙ୍କ ନିଜ ନିଜ ଖେଳର କରିସ୍ମା ଦେଖାଇଥିଲେ। କୁନି କୁନି ଧାବକମାନଙ୍କ ସରଳ ରୈଖିକ ଦୌଡ଼ରେ ଚଳଚଞ୍ଚଳ ହୋଇ ଉଠିଥିଲା ଖେଳ ପଡ଼ିଆଟି। ପିଲାମାନଙ୍କ କଅଁଳ ପାଦର ସ୍ପର୍ଶରେ ଖେଳ ପଡ଼ିଆ ନିଜକୁ ଗର୍ବିତ ମନେ କରୁଥିବା ବେଳେ ପିଲାମାନେ ମଧ୍ୟ ନିଜକୁ ଖୁବ୍ ଗର୍ବିତ ମନେ କରୁଥିଲେ। ଖୁବ୍ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଓମ୍ ଭେଲି ବିଦ୍ୟାଳୟ 2 ଦିବସୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଖେଳରେ ନିଜର ଯାଦୁ ଦେଖାଇ ଶୀର୍ଷ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଦୂର ପର୍ବତ ସୁନ୍ଦର ପ୍ରାକୃତିକ ପରିବେଶର ମନଲୋଭା ପରିବେଶ ମଧ୍ୟରେ ରହିଥିବା ଖେଳ ପଡ଼ିଆ ନିକଟରେ ମୁଣ୍ଡ ଟେକି ଠିଆ ହୋଇଥିବା ପାହାଡ଼ର ସୌନ୍ଦର୍ଯ୍ୟ ଯେ ପରିବେଶକୁ କେତେ ସୁନ୍ଦର କରୁଛି ତାହା କଳ୍ପନାର ବାହାରେ। ସେହି ପାହାଡ଼ ନିକଟରେ ଖେଳ ପଡ଼ିଆରେ ଖେଳର ପସରା ଖୋଲିଥିବା ଓମ୍ ଭେଲି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯେ କେତେ ଉନ୍ମାଦରେ ଖେଳ ଖେଳୁଛନ୍ତି ତାହା କେବଳ ପଡ଼ିଆରେ ଖେଳୁଥିବା ଖେଳାଳୀ ହିଁ ଜାଣିପାରୁଥିବେ। 2 ଦିନ ଧରି ଏହି ମୁକ୍ତ ଆକାଶର ମନଲୋଭା ପରିବେଶ ମଧ୍ୟରେ ଖେଳାଳୀମାନେ ଖୁବ୍ ଉତ୍ସାହର ସହିତ ଖେଳର ଚମତ୍କାରିତା ଦେଖାଇଥିଲେ।
ଅମ୍ଭେଲି ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଖୁବ୍ ଶୃଙ୍ଖଳାର ସହିତ ଉଦ୍ଯାପିତ ହୋଇଯାଇଛି। ବଲାଙ୍ଗୀରରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, এবি ନ୍ୟୁଜ।